କଟକର ବାଲିଯାତ୍ରା ଏହା ଏକ ଐତିହାସିକ ବାଲିଯାତ୍ରା। କେଉଁ ଆବାହନ କାଳରୁ କଟକରେ ଏହି ଯାତ୍ରା ଆୟୋଜିତ ହୋଇ ଆସୁଅଛି। ଏହା କେବଳ କଟକର ନୁହଁ, ପୂର୍ବ କାଳରେ ଯେତେବେଳେ ବୋଇତ ଚାଲୁଥିଲା, ଜାହାଜର ସୁବିଧା ନଥିଲା, ଆମ ରାଜ୍ୟର ନାମ ଥିଲା କଳିଙ୍ଗ। କଳିଙ୍ଗର ସାଧବ ପୁଅମାନେ ସୁଦୂର ଇଣ୍ଡୋନେସିଆର ବାଲି ସହରକୁ ବାଣିଜ୍ୟ ବେପାର କରିବାକୁ ଯାଉଥିଲେ ଏବଂ ସେଠାରେ ଆମର ଏଠାର ପ୍ରସ୍ତୁତ ମସଲା ଏବଂ ଅନ୍ୟାନ୍ୟ ଦ୍ରବ୍ୟକୁ ନେଇ ସେମାନେ ସେଠାରେ ବିକ୍ରି ବଟା କରୁଥିଲେ ଏବଂ ସେଠାରୁ ସେହି ଦେଶର ଜିନିଷ ଆଣି ସେମାନେ ଏହି କଟକ ସହରରେ ବିକ୍ରି କରୁଥିଲେ। ଆମର କଟକ ସହରର ମହାନଦୀ କୂଳରେ ଏ ଯେଉଁ ତଳ ପଡ଼ିଆ ଏବଂ ଉପର ପଡ଼ିଆ ଅଛି, ଏଠାରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ବାଲିଯାତ୍ରା ଆରମ୍ଭ ହୁଏ ଏବଂ ଦୀର୍ଘ 10 ଦିନ ଧରି ଏହି ଯାତ୍ରା ଚାଲିଥାଏ। ପରିଶେଷରେ ସମସ୍ତେ ଏହାକୁ ଉପଭୋଗ କରିବାକୁ ମୋର ବିନୀତ ଅନୁରୋଧ। ଆଉ ଏଇ ଯେଉଁ ବାଲିଯାତ୍ରାକୁ ଆମର ଭାରତର କୋଣ ଅନୁକୋଣରୁ ବିଭିନ୍ନ ପ୍ରକାର ଦ୍ରବ୍ୟ ବିକ୍ରି କରିବା ପାଇଁ ବେପାରୀମାନେ ଆସନ୍ତି। ଆଉ ଏଠାରେ ସେମାନଙ୍କର ବିକ୍ରି ବଟା ଭଲ ହୁଏ, ଗ୍ରାହକମାନେ ମଧ୍ୟ ଆସନ୍ତି। ଆଉ ଭାରତର କୋଣ ଅନୁକୋଣରୁ ଲୋକମାନେ ମଧ୍ୟ ଏଠାକୁ ଆସନ୍ତି ବାଲିଯାତ୍ରା ଦେଖିବେ ଏବଂ କିଛି ଜିନିଷ କିଣି ସେମାନଙ୍କର ସ୍ମୃତିକୁ ସାଉଁଟି ରଖିବା ପାଇଁ ଆସିଥାନ୍ତି। ଏହା ଏକ ଉତ୍ତମ ଯାତ୍ରା। ଆଉ ଏଠାକୁ ଆସିଲେ ଆମର ମନ ଖୁସି ହୋଇଯାଏ, କେତେବେଳେ ସମୟ ଚାଲିଯାଏ ଆମେ ଜାଣିପାରୁନାହୁଁ। ଆଉ ତେଣୁକରି ଏଠାରେ ଯେଉଁ ବିଭିନ୍ନ ପ୍ରକାର ଚଟାପଟ ଖାଦ୍ୟ, ଆମର ଓଡ଼ିଶା ରାଜ୍ୟର ବିଭିନ୍ନ ପ୍ରକାର ଖାଦ୍ୟ ମିଳେ ଏଠାରେ ଖାଇବାକୁ ଏବଂ ଭାରତର ବିଭିନ୍ନ ଅନୁକୋଣରୁ ଏପରିକି ଜାମ୍ମୁ କାଶ୍ମୀରର ଶୀତ ବସ୍ତ୍ର ମଧ୍ୟ ଏଠାକୁ ଆସିଥାଏ। ଏଠାରେ ସେମାନେ ଭଲ ବ୍ୟବସାୟ କରନ୍ତି ଏବଂ ସେମାନେ ଏଇଥିର ଖୁସି ବା ଭଲ ଅନୁଭୂତି ନେଇ ସେମାନେ ସେମାନଙ୍କ ରାଜ୍ୟକୁ ଫେରନ୍ତି। ତେଣୁକରି ସମସ୍ତେ ଏହି ଯାତ୍ରା ଦେଖିବା ପାଇଁ ଆସନ୍ତୁ ଆଉ ଏହାର ମଜା ନିଅନ୍ତୁ। ସମସ୍ତେ ଏହି ଭିଡ଼ିଓଟି ଦେଖନ୍ତୁ ଏବଂ ଦେଖିଲା ପରେ ଆପଣଙ୍କର ଛୋଟିଆ ସାହାଯ୍ୟ ମୋତେ ନୂତନ ଭିଡ଼ିଓ କରିବା ପାଇଁ ଉତ୍ସାହ ଯୋଗାଇବ। ଆପଣମାନେ ଲାଇକ୍ କରନ୍ତୁ ଏବଂ ଏହାକୁ ଦୟାକରି ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ଆପଣମାନଙ୍କ ପାଖକୁ ମୁଁ ନେକ୍ସଟ ଯେତେବେଳେ ଅନ୍ୟାନ୍ୟ ଭିଡ଼ିଓ କରିବି ଆପଣମାନେ ସାଙ୍ଗେ ସାଙ୍ଗେ ଦେଖିପାରିବେ। ତେଣୁକରି ସମସ୍ତଙ୍କୁ ମୋର ନମସ୍କାର, ଜୟ ହିନ୍ଦ।